ଶୁଣି ପାରୁନି ଲୋ। ବାପା ମାଙ୍କ ଏକମାତ୍ର ଅଲିଗଳି ଝିଅ ଥିଲେ ତୁଳସୀ। ତାଙ୍କୁ ବାହା ଦେଇ ବେଶ୍ ଖୁସି ଥିଲେ ବାପା ମା। ଝିଅ ତୁଳସୀ ବି ଶାଶୁ ଘରେ ପାଦ ରଖି ନୂଆ ସଂସାର ଗଢ଼ିବା ନେଇ କେତେ କ'ଣ ସ୍ୱପ୍ନ ଦେଖିଥିଲେ। ହେଲେ ସେ ସବୁ ସ୍ୱପ୍ନ ମାଟିରେ ମିଶିଗଲା। ବାହାଘରକୁ 1.5 ବର୍ଷ ପୂରିନି ଶାଶୁ ଘରୁ ଝିଅର କୋକେଇ ଉଠିଲା। ହଁ ଆଜ୍ଞା, କାନ୍ଥରେ ଜଳ କରି ଦିଶୁଛି ସନ୍ତୋଷ ସହିତ ଗାୟତ୍ରୀ। ତୁଳସୀଙ୍କର ଅନ୍ୟ ନାଁ ଥିଲା ଗାୟତ୍ରୀ, ଯାହା ଏହି କାନ୍ଥରେ ଲେଖାଯାଇଛି। କିନ୍ତୁ ବଡ଼ ଦୁଃଖର କଥା, କାନ୍ଥରୁ ବାହାଚିତା ଲିଭିବା ପୂର୍ବରୁ ବୋହୂର ଜୁଇ ଜଳିଛି। ଏପଟେ ଝିଅ ମରଣ ପାଇଁ ତା ଶାଶୁଘର ଲୋକଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ। ତେବେ ଝିଅର ଦେହ ଖରାପ ହୋଇଥିବା ନେଇ ହଠାତ୍ ଶାଶୁଘରୁ ଫୋନ୍ ପାଇ ବାପଘର ଲୋକେ ପହଞ୍ଚିଥିଲେ। ଯେତେବେଳେ ଜ୍ୱାଇଁ ଘରକୁ ଯାଇ ଦେଖିଲେ ଖଟ ଉପରେ ଝିଅର ମୃତଦେହ ପଡ଼ିଛି। ଝିଅକୁ ଏପରି ଅବସ୍ଥାରେ ଦେଖି ବାପା ମାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଘଟଣା, ମୁଁ ବଜାରକୁ ବାଙ୍କି ବଜାରକୁ ଯାଇଥିଲି। ମୋ ପାଖକୁ କାଳିଆ ଫୋନ୍ କଲା, କହିଲା ବାପା ତମ ଝିଅ ଦେହ ଖରାପ, ଆସିକି ଦେଖ, ତମ ମା ବୋଉକୁ ଡାକି ଧରିକି ଆସ। ମୁଁ ଏଠୁ ବାଙ୍କି ବଜାରରେ ସବୁ ପରିବାର ଫୋପାଡ଼ି ଦେଇକି ଆସିଲି। ମୋ ଝିଅ କ'ଣ ହେଇଛି? ମୁଁ କହିଲି କ'ଣ ହେଇଛି କ'ଣ କୁହ? ନା ନାଇଁ ତମ ଝିଅ ଦେହ ଖରାପ, ତମେ ଆସ। ମୁଁ କହିଲି ହଉ କ'ଣ ହେଇଛି କୁହ। ମୁଁ ଏଠୁ ଅନ୍ୟ ଜଣଙ୍କଠୁ ଆମ ଝିଅ ଗୋଟେ ବାହା ହେଇଥିଲା ତାକୁ ଖବର ଦେଲି ଯେ ସେ କହିଲା ନାଇଁ ଆଉ ତମେ ଆସ। ସିଏ ବି କିଛି କହିଲେନି। ମୁଁ ଏଠୁ ଆସିଲା ବସିକି ଘର ପୁରା ଫାଙ୍କା, କେହି ନାହାନ୍ତି ତାଙ୍କର। ମୋ ଝିଅ ମରିକି ଶୋଇଛି। ଦେଖିଲା ବସିକି ଗୋଟେ କଡ଼ରେ ଶାବଳ ପକେଇକି ତାକୁ ମାରିଛନ୍ତି। ଥାନାରେ ଏଫଆଇଆର ଦେଇଥିଲି ସାର୍। ମୁଁ ତାଉ ଗୋଟେ କଥା ଶୁଣିଥିଲି, କେବଳ ସେଇ କଥାଟି ହେଇଥିବ। ତା ଯେଉଁ ଭାଉଜ ସାଙ୍ଗରେ ପ୍ରେମ ସମ୍ପର୍କ ରଖିକି ମୋ ଝିଅକୁ ମାରିଦେଇଛି। ଭାଉଜ ମାଇପ କରେ ବୋଲି ତାକୁ ନିର୍ଯାତନା ଦେଇକି ଥରକୁ ଥର ଏମିତି କରନ୍ତି। ମୁଁ ଥରେ ଫାଇନାଲ କରିକି ଯାଇଥିଲି, ମୁଁ ବୁଝେଇଦେଲି ତାକୁ। ହେଇଥିରେ ସେ ଏମିତି କଥା ହେଇକି କାହାକୁ ଫୋନ୍ ଛଡ଼େଇକି ତାଠୁ ନେଇଯାଆନ୍ତି, ତାକୁ ଘରେ ଚାବି ପକେଇକି ସେଗୁମା ଇଏ କରିକି ମାରିଦେଇଥିଲି ଶାବଳ ପକେଇକି। ତା ଭାଉଜ, ତା ଭାଇ, ତା ମା, ତା ବୋପା ସମସ୍ତେ ଜ୍ୱାଇଁ ମିଶିକି। ତା ନଣନ୍ଦ ଗାଁରୁ ଜଣେ, ସିଏ ଫେରେ 2 ଜଣ ଯାକ ମିଶିକି ସମସ୍ତେ ମାରିଛନ୍ତି। ମତେ ବାସି ଦିନ ଏଠି ମରିକି ଶୁଖିକି କଳା କାଠ ପଡ଼ିଛି, ପୋଚରିଲା ନା ଗନ୍ଧ ହେଉଛି। ମତେ ଖବର ଦେଲେ, ମୁଁ ଆଇଲା ବସିକି କେହି ଏଠି ଜାଗାରେ ନାହାନ୍ତି। ଝିଅର ବାପାଙ୍କ କହିବା ଅନୁଯାୟୀ ବର୍ଷେ ତଳେ ଆଠଗଡ଼ ବନମାଳୀପୁର ଗାଁର ସନ୍ତୋଷ ଜେନାକୁ ବିବାହ କରିଥିଲେ ପାଳପୁଟ ଗାଁର ତୁଳସୀ ରାଉତ। ଅଭିଯୋଗ ଅନୁଯାୟୀ ପୂର୍ବରୁ ମଧ୍ୟ ତୁଳସୀ ତାଙ୍କ ପରିବାର ଲୋକଙ୍କୁ କହି ଆସୁଥିଲା କି ସ୍ୱାମୀଙ୍କର ତାଙ୍କ ଭାଉଜ ସହ ପ୍ରେମ ସମ୍ପର୍କ ରହିଛି। ଏହି ପରକୀୟା ପ୍ରେମରୁ ଝିଅର ଜୀବନ ଜ୍ୱାଇଁ ନେଇଯାଇଥିବା ଅଭିଯୋଗ କରିଛନ୍ତି ସେମାନେ। ଝିଅ ବେକରେ ଦାଗ ଦେଖି ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ତିଗିରିଆ ଥାନାରେ ଅଭିଯୋଗ କରିଛନ୍ତି ବାପା ସୁଶାନ୍ତ ରାଉତ। ଅଭିଯୋଗ ପରେ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ତିଗିରିଆ ପୁଲିସ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ଅଧିକ ତଦନ୍ତ କରୁଥିବା ଆଠଗଡ଼ ଏସ୍ଡିପିଓ କହିଛନ୍ତି। ସେ ସଂକ୍ରାନ୍ତରେ ଆଜି ଆମର ତିଗିରିଆ ଥାନାରେ କେସ୍ ନମ୍ବର 300 ହେଇଛି। ତାଙ୍କର ଝିଅର ବାପା ଯିଏ ସୁଶାନ୍ତ ରାଉତ, ବାଲିପୁଟୁ, ସେ ବାଙ୍କି ଥାନା ଅଣ୍ଡରରୁ ସିଏ ଦେଇଛନ୍ତି। ତାଙ୍କ ଝିଅ 1 ବର୍ଷ ତଳେ ବାହା ହେଇଥିଲା ଆମର ଏଠି ବନମାଳୀପୁରରେ। କାଳିଆ ଜେନା ତାଙ୍କର ହଜବେଣ୍ଡ। ତାଙ୍କର କୌଣସି ଘଟଣାରେ ସେମାନେ ଦେଖିଲେ ଯେ ମରିଯାଇଛନ୍ତି, ଆଜି ଦେଖିଲେ ସସ୍ପେକ୍ଟ କରିଛନ୍ତି। ତେଣୁକରି ତାଙ୍କ ଝିଅକୁ ତାଙ୍କର ଶ୍ୱଶୁର ଶାଶୁ ଲୋକ ଘର ସବୁ ଭୋଜିମାନେ ମାରି ଦେଇଛନ୍ତି ବୋଲି ଗୋଟେ ଅଭିଯୋଗ ଦେଇଛନ୍ତି, ଯାହାଫଳରେ କେସ୍ ହେଇଛି, ତଦନ୍ତ ଚାଲିଛି। ପ୍ରଥମେ ତଦନ୍ତରୁ ଆମର ତ ଡେଡ୍ ବଡି ପ୍ରଥମେ ପୋଷ୍ଟମର୍ଟମ ହଉଛି, ଭିଜିବନି ଯେ କ'ଣ ମାରିଛନ୍ତି କି କ'ଣ ହେଇଛି ସେଇଟା ଆଉ ଟିକେ ପରେ ଜଣାପଡ଼ିବ। ତେବେ ପୋଲିସ ତଦନ୍ତ ପରେ ଜଣାପଡ଼ିବ ତୁଳସୀଙ୍କୁ କିଏ ମାରିଛି ନା ସେ ନିଜେ ମରିଛନ୍ତି। କିନ୍ତୁ ପାରିବାରିକ କଳି ଝଗଡ଼ା ଅସହିଷ୍ଣୁତାର ଆଉ ଏକ ଉଦାହରଣ ଛାଡ଼ିଗଲେ ତୁଳସୀ। ବାହାଘରର ସ୍ୱପ୍ନ ଆରମ୍ଭ ହେବା ପୂର୍ବରୁ ଯେମିତି ଭାଙ୍ଗି ମାଟିରେ ମିଶିଯାଇଛି। ତେବେ ଅଭିଯୋଗରେ ଯଦି ସତ୍ୟତା ଥାଏ, ତାହେଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର। କଥାରେ ଅଛି, ନିଆଁ ନଥିଲେ ଧୂଆଁ ବାହାରେ ନା। ସେହିପରି ଏହି ଅଭିଯୋଗ ପଛରେ କ'ଣ ରହସ୍ୟ ଅଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଅବଶ୍ୟ ଏନେଇ ତୁଳସୀଙ୍କ ଶାଶୁଘର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଆଠଗଡ଼ରୁ ବିଶ୍ୱଜିତ ରାଉତଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।